Jagannathan, hello friends. This is Vasudev Panda. Welcome to Master of English. Pile political science. ଯେମିତି ମୁଁ କହିଥିଲି ଆଗରୁ ଆମେ ଦେଖିଥିଲେ ଲଜିକ ର ସିଲେକ୍ସନ କ୍ୱେଶ୍ଚିନ୍ 2 ମାର୍କ କ୍ୱେଶ୍ଚିନ୍ ତ ପଲିଟିକାଲ ସାଇନ୍ସ ର 3 ମାର୍କ ସିଲେକ୍ସନ କ୍ୱେଶ୍ଚିନ୍ ଆସନ୍ତା ବୋର୍ଡ ପରୀକ୍ଷା 2024 ବୋର୍ଡ ପରୀକ୍ଷା ପାଇଁ 3 ମାର୍କ ସିଲେକ୍ସନ କ୍ୱେଶ୍ଚିନ୍ ପଲିଟିକାଲ ସାଇନ୍ସ ପାଇଁ କଣ କଣ କୋଉ ପ୍ରଶ୍ନ ଆସିବ ଆଉ କୋଉ ପ୍ରଶ୍ନ ଭିତରୁ ଏ ବର୍ଷ ପ୍ରଶ୍ନ ଦିଆ ହେଇଛି ସେଇ ପ୍ରଶ୍ନ ଗୁଡ଼ିକ ସମାହାର এই ଭିଡିଓରେ ତ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପୂର୍ବରୁ ନିଶ୍ଚୟ ପେନ୍ ପେପର ନିଜ ପାଖରେ ରଖିକି ଦେଖିବା ପିଲେ ଯଦି ନୂଆ ଦେଖୁଛି ଚ୍ୟାନେଲକୁ ସବସ୍କ୍ରାଇବ କରିବା ଭୁଲିବାନି ଭିଡିଓ ଲାଇକ୍ ଆଉ ସେୟାର ବି କରିଦେବା ଆଉ ଅଲ୍ ନୋଟିଫିକେସନ ଯଦି ପ୍ରେସ୍ କରିବାନି ପିଲେ ଭିଡିଓ ନୋଟିଫିକେସନ ଆସିବ ନାହିଁ ତେଣୁ ଅଲ୍ ନୋଟିଫିକେସନ ନିଶ୍ଚିତ ଭାବେ ପ୍ରେସ୍ କରିବା କାରଣ ବହୁତ ପିଲା କହୁଛନ୍ତି ତାର ନୋଟିଫିକେସନ ଆସୁନି ତ ପ୍ରୋବ୍ଲେମ ହେଉଛି ସେଇଆ ଆମେ ଅଲ୍ ନୋଟିଫିକେସନ ପ୍ରେସ୍ କରୁଛୁ ଚ୍ୟାନେଲକୁ କେବଳ ସବସ୍କ୍ରାଇବ କରୁଛୁ ସିଧା ଯିବା ଦେଖିବା କ'ଣ କ'ଣ ରହିଛି ପ୍ରଶ୍ନ ପିଲେ 2024 ବୋର୍ଡ ପରୀକ୍ଷା ପାଇଁ ତ ପ୍ରଥମ ପ୍ରଶ୍ନଟି ରହୁଛି ପିଲେ ଉଦାରବାଦୀ ଗଣତନ୍ତ୍ର ଲକ୍ଷଣ 2 ନମ୍ବର ହଉଛି ଧର୍ମଗତ ସ୍ୱାଧୀନତା ଅଧିକାର 3 ନମ୍ବର ହଉଛି ଧାରା 352 ପିଲେ ତ ଗୋଟେ ଜିନିଷ ଟିକେ ସ୍କିପ୍ ହେଇଗଲା ଧାରା 370 ଟାକୁ ବି ଟିକେ ଦେଖିଦେବା ଆମେ କୋଉଟା ଧାରା 370 ତାପରେ ରହିଲା ଗ୍ରାମ ସଭାର କାର୍ଯ୍ୟାବଳୀ ତାପରେ ହେଲା ପଞ୍ଚଶୀଳ ଦେନ୍ ଆଇଲା ନାରୀବାଦର ଲକ୍ଷଣ କ'ଣ ପିଲେ ନାରୀବାଦର ଲକ୍ଷଣ ତାପରେ ହେଲା ସର୍ବୋଦୟ ମୌଳିକ କର୍ତ୍ତବ୍ୟ ପରବର୍ତ୍ତୀ ପ୍ରଶ୍ନ ଆମେ ଦେଖୁଛେ ମୋବାଇଲ ସ୍କ୍ରିନ୍ ଉପରେ ଦେଖୁଥିବା ଜନମତ ସାମ୍ପ୍ରଦାୟିକତାବାଦ ଜିଲ୍ଲା ପରିଷଦ ଆଞ୍ଚଳିକ ରାଜନୈତିକ ଦଳ ତାପରେ ରହିଲା କ'ଣ ଲିଙ୍ଗଗତ ବୈଷମ୍ୟ ସୁରକ୍ଷା ପରିଷଦ ନିରସ୍ତ୍ରୀକରଣ ବିଶ୍ୱ ତାପମାତ୍ରା ବୃଦ୍ଧି ବା ଗ୍ଲୋବାଲ ୱାର୍ମିଂ ଆମେ ଯାହାକୁ କହୁଛେ ତାପରେ ଆସିଲା ପିଲେ ପ୍ରତ୍ୟକ୍ଷ ଗଣତନ୍ତ୍ର ରାଜ୍ୟ ତାଲିକା ଅର୍ଥ ଆୟୋଗ ଆଞ୍ଚଳିକତାବାଦ ପୌର ନିଗମ ତାପରେ ଆଇଲା କ'ଣ ମିଳିତ ଜାତିସଂଘର ସାଧାରଣ ସଭା ପଞ୍ଚାୟତ ରାଜର ଲକ୍ଷ୍ୟ ଧରିତ୍ରୀ ସମ୍ମିଳନୀ ତାପରେ ଆଇଲା ତମର ନକ୍ସଲ ସମସ୍ୟା ବହୁଦଳୀୟ ବ୍ୟବସ୍ଥା ମେଣ୍ଟ ମିଳିତ ରାଜନୀତି ତାପରେ ଆଇଲା ଦ୍ୱିକକ୍ଷୀୟ ବ୍ୟବସ୍ଥା ବାଇକାମେରାଲ ଯୋଉଟା ଅଛି ତାପରେ ଆଇଲା 73rd ସମ୍ବିଧାନ ସଂଶୋଧନ ପୌର ପରିଷଦ ଏବଂ ଆଉ ଶେଷରେ ଆସିଲା ତମର କ'ଣ ସାମ୍ପ୍ରଦାୟିକତାବାଦ ଏବଂ ନର୍ମଦା ବଚାଓ ଆନ୍ଦୋଳନ ଏହା ସହିତ ପିଲେ ସଂଘୀୟ ରାଷ୍ଟ୍ରଟାକୁ ଆମେ ଦେଖିଥିବା ଏବଂ ଯୋଉ ଦଳୀୟ ବ୍ୟବସ୍ଥା ଅଛି ମାନେ ସେଠି ଯୋଉ ପାର୍ଟି ସିଷ୍ଟମ ଆଞ୍ଚଳିକ ଦଳ ଜାତୀୟ ଦଳ ଯୋଉ ଅଛି ଏଇ ଜିନିଷଟାକୁ ବି ଟିକେ ଦେଖିଥିବା ଓକେ ଦ୍ୟାଟ୍ ମଚ୍ ୱିଲ୍ ଡୁ ଏତିକି ଯଦି ଆମେ ଦେଖୁଛେ ଆମର 3 ମାର୍କ ବିଶିଷ୍ଟ ପ୍ରଶ୍ନ ନିଶ୍ଚିତ ଭାବେ ହେଇଯିବ ଓକେ ଥ୍ୟାଙ୍କ ୟୁ ଫର ୱାଚିଂ ଷ୍ଟେ ଟ୍ୟୁନ୍ ମାଷ୍ଟର ଇଂଲିଶ ଜୟ ଜଗନ୍ନାଥ।